ନୂଆ ବର୍ଷରେ ପୁରୀରେ ଘଟିଲା ବହୁତ ବଡ଼ ଅଘଟଣ। ଚାଲିଗଲା ନିରୀହ ଜୀବନ। ନୂଆ ବର୍ଷ ପରି ହସ ଖୁସି ଦିନରେ ସବୁଆଡ଼େ ଆଜି ଖେଳି ଯାଇଛି ଦୁଃଖର ଛାୟା। ଘଟଣାଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମନରେ ଭକ୍ତି କରନ୍ତି ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। କଟକ ଜିଲ୍ଲା ଶିମିଳିପାଳି ଗାଁରେ ରହନ୍ତି ହେମନ୍ତ ବାବୁ ଆଉ ତାଙ୍କର ଦୁଇ ଭାଇ ଆଉ ବୁଢ଼ୀ ମାଟେ। ହେମନ୍ତ ବାବୁଙ୍କର ସାନ ଭାଇ ପିଲାଟି ବେଳରୁ ପୋଲିଓରେ ଆକ୍ରାନ୍ତ ହୋଇ ସବୁବେଳ ପାଇଁ ବିଛଣାରେ ପଡ଼ି ରହିଛି। ଆଉ ମଝିଆ ଭାଇ +3ରେ ପାଠ ପଢ଼ୁଛି। ହେମନ୍ତ ବାବୁଙ୍କ ଉପରେ ପରିବାରର ସବୁ ଦାୟିତ୍ୱ। ହେମନ୍ତ ବାବୁ ବାଙ୍ଗାଲୋରରେ ରହି ଗୋଟେ କମ୍ପାନୀରେ କାମ କରନ୍ତି। ଆଉ ପ୍ରତ୍ୟେକ ବର୍ଷ ନୂଆ ବର୍ଷରେ ସେ ଘରକୁ ବୁଲିବାକୁ ଆସନ୍ତି। ଆଉ ମାଆଙ୍କର ବହୁତ ଇଚ୍ଛା ଥିଲା ଏ ବର୍ଷ ବଡ଼ ପୁଅ ନୂଆ ବର୍ଷରେ ଗାଁକୁ ଆସିଲେ ତାଙ୍କର ବିଭାଘର ସେ ବହୁତ ଧୁମଧାମରେ କରିବେ। ହେମନ୍ତ ବାବୁଙ୍କ ପାଇଁ ଝିଅ ଦେଖା ବି ସରିଥିଲା। ହେଲେ ତାଙ୍କ ସହ ଏତେ ବଡ଼ ଗୋଟେ ଦୁର୍ଘଟଣାଟିଏ ଘଟିଯିବ ବୋଲି କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ହେମନ୍ତ ବାବୁ ତାଙ୍କ କାମରୁ ଛୁଟି ଆଣି ଡିସେମ୍ବର 28 ତାରିଖ ଦିନ ଟ୍ରେନରେ ବସି ବାହାରି ପଡ଼ିଥିଲେ ଘରକୁ। ଆଉ 30 ତାରିଖରେ ସେ ଘରେ ଆସି ପହଞ୍ଚିଗଲେ। ଆଉ ବୋଉ ଆଉ ଭାଇମାନେ ଦେଖି ହେମନ୍ତ ବାବୁଙ୍କୁ ବହୁତ ଖୁସି ହେଇଗଲେ। କାରଣ ପାଖାପାଖି 3 ବର୍ଷ ହେଇଯିବ ଭାଇ ଘରକୁ ଆସିନଥିଲା। ହେମନ୍ତ ବାବୁଙ୍କ ମା ତାଙ୍କୁ ଦେଖିଦେଇ କାନ୍ଦି ପକେଇଲେ। ସେ ସବୁବେଳେ ସେଇ କାଳିଆକୁ କହନ୍ତି, ହେ ଜଗତର ନାଥ ଜଗନ୍ନାଥ ମୋ ପୁଅକୁ ତୁ ଘଣ୍ଟ ଘୋଡ଼େଇ ରଖିଥିବୁ ରେ। ହେମନ୍ତ ବାବୁ ପ୍ରତ୍ୟେକ ବର୍ଷ ନୂଆ ବର୍ଷରେ ପରିବାରକୁ ନେଇ ପୁରୀ ଯାଆନ୍ତି। ଆଉ ବର୍ଷ ଆରମ୍ଭରୁ କାଳିଆର ଦର୍ଶନ କରି ସେ ତାଙ୍କର ବର୍ଷ ଆରମ୍ଭ କରନ୍ତି। ଏ ବର୍ଷ ବି ହେମନ୍ତ ବାବୁ ମା ଆଉ ଦୁଇ ଭାଇକୁ ଧରି ଗୋଟେ କାରଟିଏ ଭଡ଼ା କରି ବାହାରି ପଡ଼ିଥିଲେ ସେଇ ଜଗନ୍ନାଥଙ୍କର ଦର୍ଶନ ପାଇଁ। ସମସ୍ତେ ଭାରି ଖୁସି ଥାନ୍ତି। ହେଲେ ସେଇ ଖୁସି ମାତ୍ର ଅଳ୍ପ ସମୟ ପାଇଁ ଥିଲା ବୋଲି କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ଦୀର୍ଘ 40 କିଲୋମିଟର ଯାତ୍ରା ପରେ ଟିକେ ଚା ପିଇବେ ବୋଲି ହେମନ୍ତ ବାବୁ କାର ଡ୍ରାଇଭରକୁ ଗାଡ଼ି ରଖିବାକୁ କହିଲେ। ଆଉ ହେମନ୍ତ ବାବୁ ମା ଆଉ ଦୁଇ ଭାଇଙ୍କୁ ଗାଡ଼ିରେ ବସିଥାଅ ବୋଲି କହିଦେଇ ନିଜେ ଚାଲିଗଲେ ରାସ୍ତା ପାରି ହୋଇ ସେପଟ ରୋଡ଼ରେ ଥିବା ଚାହା ଦୋକାନକୁ ଚାହା ପିଇବାକୁ। ଚାହା ପିଇ ଛାରି ଯେତେବେଳେ ସେ ରାସ୍ତା ପାରି ହୋଇ ଏପଟକୁ ଆସୁଥିଲେ ହଠାତ୍ ତାଙ୍କ ଫୋନ୍ଟି ରିଙ୍ଗ ହେଲା। ଆଉ ସେ ଅନ୍ୟମନସ୍କ ହୋଇ ଫୋନରେ କଥା ହେଲା ବେଳେ ହଠାତ୍ ଗୋଟେ କାରଟିଏ ଆସି ହେମନ୍ତ ବାବୁଙ୍କୁ ପିଟି ଦେଇ ଚାଲିଗଲା। ଆଉ ହେମନ୍ତ ବାବୁ ରାସ୍ତା କଡ଼ରେ ଆସି ଛିଟିକିରି ପଡ଼ିଲେ। ସେପଟେ ମା ଆଉ ଭାଇ ଦେଖି ବିକଳ ହୋଇ ଦୌଡ଼ି ଚାଲିଗଲେ ହେମନ୍ତ ବାବୁଙ୍କ ପାଖକୁ। ଆଉ ଦେଖନ୍ତି ତ ମୁହଁ କାନରୁ ରକ୍ତ ବୋହି ଚାଲିଛି। ମା ଅଧୈର୍ଯ୍ୟ ହୋଇ ବିକଳ ହୋଇ ବହୁତ କାନ୍ଦିଲେ। ଆଖପାଖରେ ଥିବା ସବୁ ଲୋକ ଆସି ଆମ୍ବୁଲାନ୍ସକୁ ଡାକି ତୁରନ୍ତ ମେଡ଼ିକାଲକୁ ନେଇଗଲେ। ମା ଆଉ ଦୁଇ ଭାଇ ଦୌଡ଼ି ଗଲେ ମେଡ଼ିକାଲକୁ। ମା ନେଉରା ହୋଇ ମେଡ଼ିକାଲରେ ଥିବା ଜଗନ୍ନାଥଙ୍କର ମୂର୍ତ୍ତି ପାଖରେ ମୁଣ୍ଡ ପିଟି ପିଟି ପୁଅର ଜୀବନ ଭିକ୍ଷା ମାଗି କହନ୍ତି, ଏ ତୁ କ'ଣ କରିଦେଲୁ ରେ ଜଗା?
ମୋ ପରିବାର ତୁ ଉଜାଡ଼ି ଦେଲୁ। ମୁଁ ଏବେ କେମିତି ବଞ୍ଚିବି ରେ? ମୋ ପୁଅକୁ ନ ପାଇଲେ ମୁଁ ମରିଯିବି। ତୁ ମୋ ପୁଅକୁ ଫେରେଇ ଦେ ରେ କାଳିଆ। ଠିକ୍ କିଛି ସମୟ ପରେ ସେଇ ମୂର୍ତ୍ତିରୁ ଗୋଟେ ଫୁଲଟିଏ ଖସି ପଡ଼ିଥିଲା। ସତେ ଯେମିତି ଜଗନ୍ନାଥ ଗୋଟେ ଦୁଃଖିନୀ ମାର ଦୁଃଖ ଶୁଣି ପାରିଲେ। ସେଠି ଘଟି ଯାଇଥିଲା ବିରାଟ ଚମତ୍କାରଟିଏ। ଜଣେ ନର୍ସ ଆସି ହେମନ୍ତ ବାବୁଙ୍କ ମାଆଙ୍କୁ କହିଲେ, ତୁମ ପୁଅ ଠିକ୍ ଅଛନ୍ତି, ତାଙ୍କର କିଛି ବି କ୍ଷତି ହୋଇନି, ଆପଣ ବ୍ୟସ୍ତ ହୁଅନ୍ତୁନି, 15 ଦିନ ବିଶ୍ରାମ ପରେ ସେ ଭଲ ହୋଇଯିବେ। ମା ଛଳ ଛଳ ଆଖିରେ ସେଇ କାଳିଆକୁ ଚାହାନ୍ତି, ଆଉ ମନେ ମନେ କହନ୍ତି, ଧନ୍ୟରେ ତୁ ଲୀଳାମୟ ଠାକୁର, ଧନ୍ୟ ତୋର ଲୀଳା। ନୂଆ ବର୍ଷରେ ହେମନ୍ତ ବାବୁଙ୍କ ଜୀବନରେ ଘଟି ଯାଇଥିବା ସତ୍ୟ ଘଟଣାଟିଏ ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖି ଦିଅନ୍ତୁ।